ଅଁଳାକଟା ଗ୍ରାମରେ ମା ମଙ୍ଗଳାଙ୍କ ନିଶା ମଙ୍ଗଳବାର ଓଷା ପାଳିତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସି ପଞ୍ଚାୟତ ଅଁଳାକଟା ଗାଁ ଚୌପାଡ଼ି ପ୍ରାଙ୍ଗଣରେ ରହିଥିବା ମା ମଙ୍ଗଳାଙ୍କ କୋଠିରେ ମଙ୍ଗଳବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି ନିଶା ମଙ୍ଗଳବାର ଓଷା। ଆମ ସଂସ୍କୃତି ଆମ ପରମ୍ପରା ଅନୁଯାୟୀ 12 ମାସରେ 13 ପର୍ବ ପାଳନ ହେଉଥିବା ବେଳେ ଏଥିମଧ୍ୟରେ କାର୍ତ୍ତିକ ମାସ ଅନ୍ୟତମ ରହିଛି। ଏହି ପବିତ୍ର ମାସରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଚଳଚଞ୍ଚଳ ହେଉଥିବା ବେଳେ ଏହାରି ମଧ୍ୟରେ ନିଶା ମଙ୍ଗଳବାର ଓଷା ପାଳିତ ହୋଇଥାଏ। ଏହି ଓଷା ବହୁ ବର୍ଷ ଧରି ଅଁଳାକଟା ଗାଁ ଚୌପାଡ଼ି ପ୍ରାଙ୍ଗଣରେ ରହିଥିବା ମା ମଙ୍ଗଳା ଓଷା କୋଠିରେ ଗ୍ରାମର ମହିଳାମାନେ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ ମାଙ୍କ ନିଶା ମଙ୍ଗଳବାର ଓଷା ସ୍ୱତନ୍ତ୍ର ନିଆରା ରହିଥିଲା। ନିଜ ପରିବାରର ମନସ୍କାମନା ପୂର୍ଣ୍ଣ ଉଦ୍ଦେଶ୍ୟରେ ଗ୍ରାମର ଓଷାଧାରୀ ମହିଳାମାନେ ଦିନବ୍ୟାପୀ ନିଷ୍ଠାର ସହ ଏହି ଓଷା ପାଳନ କରିଥିବା ଦେଖିବାକୁ ମିଳିଥିଲା। ଦିନରେ ଗ୍ରାମର ମହିଳାମାନେ ନୂଆ ବସ୍ତ୍ର ପରିଧାନ କରି ବିଭିନ୍ନ କିସମର ଭୋଗ ସାମଗ୍ରୀ ଧରି ମାଙ୍କ ଓଷା କୋଠିରେ ଧୂପ ଦୀପ ପ୍ରଜ୍ୱଳନ କରି ଓଷା ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସନ୍ଧ୍ୟା ସମୟରେ ପୂର୍ବ ପରମ୍ପରା ଅନୁଯାୟୀ ଓଷାଧାରୀ ମହିଳାମାନଙ୍କ କଳସ ଯାତ୍ରା ଦେଖିବାକୁ ମିଳିଥିଲା। ଦିନରେ ମହିଳାମାନେ ମାଙ୍କ ପୂଜା ଓ ସନ୍ଧ୍ୟାରେ କଳସ ଯାତ୍ରା ଲାଗି ମାଙ୍କ ପୂଜା ସ୍ଥାନ ଚଳଚଞ୍ଚଳ ହୋଇପଡ଼ିଥିଲା। ସନ୍ଧ୍ୟାରେ ଓଷାଧାରୀ ମହିଳାମାନେ ମାଙ୍କ ଆସ୍ଥାନରେ ପହଞ୍ଚି ନିଜର ସୁସଜ୍ଜିତ କଳସ ଧରି ଗାଁ ଡିମିରିବନ୍ଧ ପୋଖରୀରେ ପହଞ୍ଚିଥିଲେ। ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଙ୍କ ମନ୍ଦିର ଅଭିମୁଖେ କଳସ ଶୋଭାଯାତ୍ରା ବାହାରିଥିଲା। ଆଗରେ ବାଜା ବାଣ ସାଉଣ୍ଡରେ କଳସ ଯାତ୍ରା ବାହାରି ବଜାର ଓ ଗାଁ ପରିକ୍ରମା କରି ପୂଜାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପୂଜା ଆରମ୍ଭ କରାଯାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂଜା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିବା ଅନ୍ୟ ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ନିଶା ମଙ୍ଗଳବାର ଓଷା ପାଳିତ ହୋଇଥିଲା। ଗ୍ରାମର ଯୁବକମାନଙ୍କ ସହଯୋଗରେ ନିଶା ମଙ୍ଗଳବାର ଓଷା ମହାସମାରୋହରେ ପାଳିତ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ଗୋକୁଳାନନ୍ଦ ବେହେରାଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।